आज सांग मैंने आम आउ एक सुंदर पीठ को आसीचे लक्ष्मी नारायण चैरिटेबल ट्रस्ट बालिया कुजंग। ये हूँ लक्ष्मी नारायण मंदिर। आस बोली जावा लक्ष्मी नारायण पीठ बालिया पंचायतर कांजियाकण ग्राम आनंद बजार। विभिन्न पूजा अर्चना निमित्त महाशूल नीति ये लिखा जाइए। विवाह व्रत पर 801 टंका, दोल बेदी विवाह 1101, 2 चकिया गाड़ी, 3 चकिया 4 चकिया ये सब समस्त पाई सुंदर बट ये सही लक्ष्मी नारायण मंदिर। बाघर आसतु आम मंदिर बुली देखा। ये होती कंटकेश्वराय कंटकेश्वर प्रभु शिवंक मंदिर। पार्श्वदेवता भाव कंटकेश्वर मंदिर मध्य। ऐसा आम लक्ष्मी नारायण मंदिर बुली देखा। मंदिर को जीवा पूर्व गरुड़ दर्शन। देखिपे आपण मैंने पूजक पूजा व्यस्त अच्छा। तथापि आम पूजक सह कथा है मंदिर ऐतिह्य विषय जानिबा। नारायण अवतार कथा आम जानी था। एठारे मध्य सही प्रभुंकर 10 अवतार खोदित अच्छी। आस आम जानिबा। प्रभु नारायण प्रलय पयोधि जले द्रुत बानसी वेदं। ये होचंदे मत्स्य अवतार। कच्छप वराह नरसिंह नरसिंह अवतार नहीं वामन अवतार परशुराम राम अवतार नहीं राम अवतार आमर केबे नहीं तेतया जुगरे तो हाँ अच्छा बलराम अवतार नहीं अच्छा बुद्ध अवतार नहीं बुद्ध अवतार नहीं बुद्ध अवतार कल्कि अवतार नहीं कल्कि एबे आसी ना अवतार नेबे कली जुगरे कल्कि अवतार। ये हूँ प्रभु नारायण विश्व अवतार विश्व रूप। अच्छा ना आम कल्कि कथा जाचे कल्कि कली जुगरे मेलचर संहार करने से आसबे पापर भार बढ़ीगले। बुद्ध विषय कौन जानते कहना ये किपरि अवतार नेले नारायण बुद्ध अवतार से नहीं त्रेता अवतार ये समय बुद्ध अवतार प्रभु अवतार नहीं बुद्ध जरिए से कौन जानवा चाहूले प्रभु मैं आम जन संसार जानते भल बंद विचार न्यारा ये सब अवतार से नहीं मु नाम हूँ विश्वम्बर पंडा मलासाही ग्राम लक्ष्मी नारायण और शिव मंदिर पूजक 2टा मंदिर पूजा विषय मुझे जदि शुणी 2022 मसीह मु पूजार दायित्व ग्रहण कली एवं 2004 मसीह मंदिर प्रतिष्ठा होता। आमर
ମନ୍ଦିର ଯେ କରିଛି ତାଙ୍କ ନାମ ଭରତ ଚନ୍ଦ୍ର ସ୍ୱାଇଁ, ପ୍ରେସିଡେଣ୍ଟ ହେଉଛି ଅଜୟ କୁମାର ମହାପାତ୍ର, ସେକ୍ରେଟାରୀ ଇନ୍ଦ୍ରମଣି ସ୍ୱାଇଁ ଏବଂ ଭରତ ଚନ୍ଦ୍ର ସ୍ୱାଇଁ MD ଭାବରେ କଟକରେ ଚାକିରି କରିଥିଲେ। ତାଙ୍କ ସ୍ତ୍ରୀକୁ ସ୍ୱପ୍ନାତ ହୋଇଥିଲା। ଯେଉଁ ବଟ ମହାପୁରୁଷ ଗଛଟି ଅଛି ସେଇ ବଟ ମହାପୁରୁଷ ସ୍ୱପ୍ନ ହେବାରୁ ତାଙ୍କ ସ୍ତ୍ରୀଙ୍କ କଥା ଅନୁସାରେ ଭରତଚନ୍ଦ୍ର ଗ୍ରାମବାସୀଙ୍କର ସହଯୋଗରେ ମିଟିଂ କରି ଟିକେ ଲକ୍ଷ୍ମୀନାରାୟଣ ମନ୍ଦିର କରିବା। ଏ ବାବଦରେ ସେ ଗାଁ ବାଲାଙ୍କର ମିଟିଂ କରିସାରିଲା ପରେ କେଉଁଠି କରିବା କ'ଣ କରିବା, ଏଇଟା ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ଥାଏ ଏବଂ ଏଇଟା କଣ୍ଟା ବଣ ବୁଦା ଥାଏ, ଏଠି ମଣିଷ ପଶିବାର ଜାଗା ନଥାଏ। ସେଇ ଜାଗାରେ ଚିନ୍ତା କଲେ ସେ ଜାଗାରେ ମାନେ କଣ୍ଠେଶ୍ୱର ଜାଗାରେ ଆମେ କରିବା। ତେଣୁ ମନ୍ଦିର ନାଁ ରହିଲା ମହାଦେବଙ୍କର କଣ୍ଠେଶ୍ୱର ମହାରୁଦ୍ରାୟ ଏବଂ ଏଠି ଲକ୍ଷ୍ମୀନାରାୟଣ ଆଗେ ସ୍ଥାପନ ହେଲା। ତାପରେ ଶିବ ମନ୍ଦିର ପଛରେ ହେଲା। ଏଠି ପ୍ରବଳ ବିବାହର ନିର୍ବନ୍ଧ ରିଙ୍ଗ ସେଲିଂ ଏବଂ ପୁଅ ଝିଅଙ୍କର ଜନ୍ମବାର୍ଷିକ ପାଳନ କରାଯାଏ। ମନ୍ଦିରର ଲକ୍ଷ୍ମୀନାରାୟଣ ମନ୍ଦିରର ଯେଉଁ 12 ମାସରେ 13 ପର୍ବ କରାଯାଉଛି, ଏଠି ଲକ୍ଷ୍ମୀ ପୂଜା ପ୍ରସିଦ୍ଧ କରାଯାଏ। ଲକ୍ଷ୍ମୀ ପୂଜାଟା ଏବଂ ଭାଗବତ 7 ଦିନ ପାଳନ କରାଯାଏ। ଇନ୍ଦ୍ରପୂର୍ଣ୍ଣିକା ଆମର ପୂର୍ଣ୍ଣାହୁତି ଯଜ୍ଞର ଶେଷ ଚୈତ୍ର ବୈଶାଖ ମାସର 5 ଦିନ କାଳ ଯଜ୍ଞ କରାଯାଏ। ବଟ ମହାପୁରୁଷ ପାଖରେ ହୁଏ। ଆଉ ଶିବଙ୍କର ପାର୍ବତୀଙ୍କର ଶିଶୁ ଷଷ୍ଠୀରେ ବିବାହ ହୁଏ। ପ୍ରାୟ 2000-3000 ଲୋକ ପ୍ରସାଦ ସେବନ କରନ୍ତି। ଏଇଭଳି ପର୍ବପର୍ବାଣି ସବୁ ରହିଛି। ଜାଗର ଓଷାଟି ହୁଏ ଏବଂ ବଡ଼ ଓଷା ହୁଏ। ପ୍ରତ୍ୟେକର ପୂଜା ପର୍ବ ମନ୍ଦିରର ବିଧିବିଧାନ ଅଛି। ଦଶମୀ ଠାରୁ 5 ଦିନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳ ଠାକୁର ବିବାହକୁ ଯାଆନ୍ତି ଏବଂ ଦୋଳ ବିମାନ ଭୋଗ ପ୍ରତି ଗାଁରେ ଘରେ ଘରେ ଭୋଗ ଖାଆନ୍ତି। ପୂର୍ଣ୍ଣିମା ଦିନ ଆମର ଶେଷ ହୁଏ। ତାହା ପୂର୍ଣ୍ଣିମାବାସୀ ଯମୁନା ସ୍ନାନ କରି ଠାକୁର ବିବାହକୁ ଯାଆନ୍ତି। ଏଇଭଳି ଅବସ୍ଥା ପର୍ବପର୍ବାଣି ଚାଲିଛି। ଯାହା ହଉ ମନ୍ଦିର ଯାହା କିଛି ନଥିଲା, ଏବେ ଭକ୍ତମାନଙ୍କର ବିବାହ ବ୍ରତ ଏବଂ ନିର୍ବନ୍ଧ ପିଲା ଛୁଆଙ୍କର ଜନ୍ମବାର୍ଷିକ ଏସବୁ କିଛି ପଇସା ରୋଜଗାର ହେଉଛି। ମନ୍ଦିର ଉତ୍ସବରୁ କିଛି ପଇସା ମଧ୍ୟ ହେଇ ଏ ମନ୍ଦିରର ଉନ୍ନୟନମୂଳକ ଲାଗୁଛି। କିଛିଟା ଥଣ୍ଡା ହେଇଯାଇଛି, ଯେଉଁ କାରଣ ପାଇଁ ଆପଣମାନଙ୍କୁ କହିପାରୁନି ଠିକ୍ସେ। ଆଜି ଆମର ଏହି ବାଲିଆ ପଞ୍ଚାୟତର ଲକ୍ଷ୍ମୀନାରାୟଣ ମନ୍ଦିରରେ ଆମେ ଆଜି ଆସିଛେ। ଆସନ୍ତୁ ନନାଙ୍କ ଠାରୁ ଜାଣିବା ଏହି ପୀଠର ମହାତ୍ମ୍ୟ କ'ଣ ସବୁ ଅଛି, ଏ ବିଷୟରେ ଆମେ କଥା ହେବା। ଆସନ୍ତୁ। କିନ୍ତୁ ଏ ଜାଗାଟି ଅଧିକ କଣ୍ଟା ଜାତୀୟ ଉଦ୍ଭିଦରେ ପରିପୂର୍ଣ୍ଣ ଥିଲା, ସେଥିପାଇଁ ଏଇଠାରେ ପ୍ରଭୁ ମାନେ ଶିବଙ୍କର ସ୍ଥାପନ କରାହେଲା। ସେଇଥିପାଇଁ ତାଙ୍କ ନାମ ଏ ବଣର ନାମ ଅନୁସାରେ କଣ୍ଟେଶ୍ୱର ରଖାଯାଇଛି। ଆଚ୍ଛା, କ'ଣ କେମିତି ବାବା କଣ୍ଟେଶ୍ୱର ନାମକରଣ କରାଯାଇଛି ଟିକେ କହୁନାହାନ୍ତି। ପ୍ରଭୁଙ୍କର କଣ୍ଟା ବଣ ଥିବାରୁ ଲୋକମାନେ କ'ଣ ଶିବ ନାଁ ଦେବା ନା କଣ୍ଠେଶ୍ୱର ମହାରୁଦ୍ରାୟ କରାଯାଉଛି। ତ ଲୋକମାନେ କଣ୍ଟା ବଣ ଲୋକ ଆସିପାରୁନାହାନ୍ତି, ଯାଇପାରୁନି। ପ୍ରବଳ କଣ୍ଟା ଜଙ୍ଗଲ ଥିଲା ଏବଂ ପ୍ରବଳ ସାପ ମଧ୍ୟ ଏଠି ରୁହନ୍ତି। ତେଣୁ ଯାହା ହଉ ମନ୍ଦିର ହେବା ପରେ ତାଙ୍କର ଆଉ ସେ ଜୀବଜନ୍ତୁ ଦେଖିବାର ନାହିଁ। ଗଛ ସଫା ହେଇକରି ଅନ୍ୟ ନୂତନ ଗଛ ଗୁଆ ଗଛ, ନଡ଼ିଆ ଗଛ, କଦଳୀ ଗଛ ଏବଂ ଆମ୍ବ ଗଛ ବିଭିନ୍ନ ପ୍ରକାର ଗଛ ସ୍ଥାପନ କରାଯାଇଛି। ତେଣୁ ତାଙ୍କ ନାଁ କଣ୍ଠେଶ୍ୱର ମହାରୁଦ୍ରାୟ କରାଗଲା। ଆଚ୍ଛା, ଆସନ୍ତୁ ଏବେ ଆମେ ଦେଖିବା ଏଇ ପୀଠରେ ଅନେକ ଔଷଧୀୟ ଗୁଳ୍ମ ଔଷଧୀୟ ଗଛ, କିଛି ଫଳନ୍ତି ଗଛ ମାନ ଅଛି। ନନା ଆମକୁ ଗୋଟେ ଗଛର ଡାଲଚିନି ଗଛ ନନା, ଚନ୍ଦନ କାଠ, ଚନ୍ଦନ କାଠ କୋଉଟା? ଚନ୍ଦନ ଆଜ୍ଞା, ତେଜପତ୍ର, ଏଇଟା ହଉଛି ପ୍ରତ୍ୟେକ ଜାତିର ମସଲା ଜାତୀୟ ଗଛ। ଏଇ ଗଛଟି ମସଲା ଜାତୀୟ ଗଛ। ପତ୍ରଟି ବହୁତ ଗୁଣ ଏ ଗଛର ସମସ୍ତେ ଜାଣିପାରୁନାହାନ୍ତି। ଏ ଗଛଟା କୋଉଠି ତମେ ଆଣିଲ କ'ଣ? ଆଚ୍ଛା, ଆମର କାଠ ଚମ୍ପା, ଏଠି କାଠ ଚମ୍ପା ଫୁଲ, ଆଜ୍ଞା, ନାଗଚମ୍ପା ଗଛ, ସବୁ ପ୍ରକାର ଫୁଲ ଗଛ, ନାଗଚମ୍ପା ଏସବୁ ବିଭିନ୍ନ ପ୍ରକାର। ଏଠାରେ ସୁନ୍ଦର ଫସଲ ମଧ୍ୟ କରାଯାଉଛି। ବାଇଗଣ, ଲଙ୍କା, କୋବି ଏବଂ ଫୁଲ, କୁସୁମ ଫୁଲ ସବୁବେଳେ ପାଇଁ ଆମର ଥାଏ। 12 ମାସ କୁସୁମଟା ଆମେ ଲଗାଉଥାଉ। ମଠକୁ ଆସିଲେ ଏଇ ତ କିଛି ସୁସ୍ଥ ଜୀବନଯାପନ ପାଇଁ ନିଜେ ଏଇଠାରେ କିଛି ପନିପରିବା ଚାଷ ମଧ୍ୟ କରିକିରି ତାକୁ ଆନନ୍ଦ ବଜାରରେ ବ୍ୟବହାର କରୁଛନ୍ତି। ବହୁତ ସୁନ୍ଦର କୁସୁମ ଫୁଲ। ସବୁବେଳେ କୁସୁମ ଫୁଲ କଥା
ପାରାଲିସିସ୍ର ଔଷଧ ଆମର ଲାଗେ ଆର କଣ୍ଟା ନାହିଁ ଟିକି ଟିକି କଣ୍ଟା ଆର ନାଲି ଫୁଲ। ଏ ଗଛଟି କ'ଣ ରସ ଚାହୁଛି ସପ୍ତଫେଣି ସିଜୁ ବୋଲି ତ ଆମେ ଯାହା ଜାଣିଛେ। ଆଚ୍ଛା ଏଇ ସପ୍ତଫେଣି ସିଜୁର ଏଇ ଯୋଉ ଫଳ ଗୁଡ଼ିକ ବାବା ଖାଇଲେ ବହୁତ ମିଠା ତ। ଏ ଫଳଟି ଏ ଫୁଲ ଅଛି ଫୁଲରୁ ଏ ଫଳ ହେଲା ପରେ ବଡ଼ ବଡ଼ ପାଚିଗଲା ପରେ ଖାଆନ୍ତି ତ। ଆଚ୍ଛା ହଁ କଣ୍ଟା ନାହିଁ। ଆଚ୍ଛା ଇଏ ସେ ଯୋଉ ପାରାଲିସିସ୍ ରୋଗ ପାଇଁ କ'ଣ କେମିତି କ'ଣ? ପାରାଲିସିସ୍ ପାଇଁ ବହୁତ ଲୋକ ଆସି ନିଅନ୍ତି ଔଷଧ ଘଷାଘଷି କରନ୍ତି ସେମାନେ ସେତିକି ତା ରସଟା ପିଅନ୍ତି। ଆଚ୍ଛା ଆଚ୍ଛା ଯାହା ହଉ ଏତେ ସୁନ୍ଦର ଔଷଧୀୟ ଗଛ ମଧ୍ୟ ଏଠାରେ ଅଛି ଯେଉଁ ସପ୍ତଫେଣି ଗଛ ପ୍ରଜାତିର ସିଜୁ ଏବଂ ବୃନ୍ଦାବତୀ ମଧ୍ୟ ଅଛନ୍ତି। ଅଁଳା ଗଛ ଅଛି ଆପଣ ଟିକେ ଅଁଳା ଗଛଟି ଦେଖାନ୍ତୁ। ଆଚ୍ଛା ଏଠାରେ ଦେଖିପାରୁଥିବେ ଅଁଳା ଗଛ ଅଁଳା ବାହାଡ଼ା ଯେଉଁ ଗଛ ଗୁଡ଼ିକ ଥାଏ ଏଥିମଧ୍ୟରୁ ଇଏ ଅଁଳା ଗଛଟି ଏଇ ଲକ୍ଷ୍ମୀନାରାୟଣଙ୍କ ପୀଠଠାରେ। ଦେଖ କପଡ଼ା ବନ୍ଧା ହେଇକିରି ବିବାହ ମଣ୍ଡପ କରନ୍ତି। ଆଚ୍ଛା ବାହାଘର ମଣ୍ଡପ ମଧ୍ୟ ଏଠି ସଜାଯାଇଛି। କଦଳୀ ଗଛ ଫଳ ଗଛ ସମସ୍ତ ପ୍ରକାର ଫଳ ଗଛ ମଧ୍ୟ ଏହି ପୀଠମାନଙ୍କରେ ଦେଖିବାକୁ ମିଳେ। ପୁଷ୍କରିଣୀ ସୁନ୍ଦର ପୁଷ୍କରିଣୀ ମଧ୍ୟ ଅଛନ୍ତି ମାଛ ସବୁ ଛଡ଼ା ଯାଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏ ପୀଠ ଅତ୍ୟନ୍ତ ମନୋରମ ମଧ୍ୟ। ଆପଣମାନେ ଭୋଜିର ଆୟୋଜନ କରିପାରିବେ ବନ୍ଧୁ ମିଳନ କରିହେବ କିନ୍ତୁ ଆମିଷ ଭୋଗ କରିପାରିବେ ନାହିଁ ଏଠାରେ ଯେହେତୁ ଲକ୍ଷ୍ମୀନାରାୟଣଙ୍କ ମନ୍ଦିର। 4-5 ଜଣ ବିବାହ ମଣ୍ଡପରେ ବିବାହ କରିପାରିବେ। ଏବଂ ପାଣିର ସୁବିଧା ସୁନ୍ଦର ଗଛ ଆନନ୍ଦ ବଜାର ଆସ ଯିବା ବୁଲି ଆସିବା। ଏହି ଆନନ୍ଦ ବଜାରକୁ ଆସିବା ବେଳେ ଦେଖନ୍ତୁ ପାଣିର ସୁବିଧା କିପରି କରାହେଇଛି। ବହୁତ ସୁନ୍ଦର ଭାବରେ ପାଣିର ସୁବିଧା ରଖାହେଇଛି। ଯେ ଯାହାକୁ ସ୍ୱପ୍ନାହତ ହେଇଥିଲା ଏ ପୀଠଟିଏ କରିବା ପାଇଁ ଏ ମାଙ୍କୁ ସ୍ୱପ୍ନାହତ ହେଇଥିଲେ ତାପରେ ଏଇ ପୀଠଟି ମାଙ୍କ ଉଦ୍ଦେଶ୍ୟରେ କରାହେଇଛି। ସେଇଥିପାଇଁ ସ୍ୱାଇଁଙ୍କ ସମାଧି ପୀଠ ମଧ୍ୟ ଏଇଠାରେ ରଖାଯାଇଛି ପ୍ରତିମୂର୍ତ୍ତି ମଧ୍ୟ କରାଯାଇଛି। ଯାହା ହଉ ଏଇ ଆନନ୍ଦ ବଜାରରେ ଆମେ ଆସିଲେ ବାହାଘର ଏକକାଳୀନ ଯଦି 5-6ଟି ବାହାଘର ହେଲା ସେମାନେ ରୋଷେଇବାସ କ'ଣ ଏଇ ଗୋଟେ ଜାଗାରେ ସମସ୍ତେ ଖାଇବେ? ରୋଷେଇବାସ ପାଇଁ ସୁନ୍ଦର ବ୍ୟବସ୍ଥା ମଧ୍ୟ ରହିଛି। ଆମର 20-25-40 ବାହାର ହେଲେ ମଧ୍ୟ ଗୋଟିଏ ଜାଗାରେ ହେବେ ଆନନ୍ଦ। ଟିକେ ଆମେ ଜାଣିବାକୁ ଚାହୁଁଛୁ ବନ୍ଧୁମାନେ ଯିଏ ଏଠାରେ ରୋଷେଇବାସର ବ୍ୟବସ୍ଥା କରୁଛନ୍ତି ଆଉ ସହଯୋଗ କରୁଛନ୍ତି ତାଙ୍କ ବିଷୟରେ ଟିକେ କ'ଣ କୁହନ୍ତୁ? ସେ ଆମର ସହଯୋଗକାରୀ ଆଜ୍ଞା ହରେକୃଷ୍ଣ ସ୍ୱାଇଁ ବିଜ୍ଞାନ ସ୍ୱାଇଁ ମହାପାତ୍ର ବିଜ୍ଞାନ ପାତ୍ର ସେମାନେ ରୋଷେଇ ପରମାନେଣ୍ଟ ରୋଷେଇ ଜାଗାରେ କରି ଆସୁଛନ୍ତି। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆପଣ କ'ଣ ମାନେ ଆମକୁ ଟିକେ କହିବେ କି ଯେଉଁ ଏକକାଳୀନ 5-10ଟି ବାହାଘର ଆସିଗଲା ରୋଷେଇବାସ ବ୍ୟବସ୍ଥା କେମିତି କରାହେବ? ଆପଣମାନେ କରିବେ ନା ଆମେ ଆଣିବୁ? ଆପଣ ହିଁ ସେ ଆଚ୍ଛା ଗୋଟେ ଲୋକ ବଢିଲା ପରେ ଆମେ ସବୁ ସକାଳ 6ରୁ ଆମେ ଆରମ୍ଭ କରି ଛଣାଛଣି କରିବୁ। ଛଣାଛଣି ଆମେ ରୋଷେଇବାସ ସରିଲେ ଆମର ଠିକ୍ 1:30 ବେଳକୁ ସରିବ। ଯେଉଁ ଲୋକମାନେ ଦେଇଥିବେ ରାସନ ଫାସନ ଖାଇବା ପାଇଁ ସେମାନେ ସବୁ ଖାଇବେ 1:30 ବେଳକୁ। ଖାଇ ଦେଇକିରି ସେମାନେ ଆମର ଆମେ କହିଥିବୁ ସନ୍ଧ୍ୟା 6ଟା ପୂର୍ବରୁ ଆପଣମାନେ ସବୁ ଏ ସ୍ଥାନଟିକୁ ଛାଡ଼ିବା ପାଇଁ କହିଥାନ୍ତି। ଯାହା ହଉ ଆପଣ ଆମର କିଛି ରୋଷେଇବାସ ପାଇଁ ଆମର କିଛି ହେଡ଼ାକ୍ ନେବାକୁ ପଡ଼ିବ ନାହିଁ। ଆମେ ଏଠାକୁ ଆସି ସରଞ୍ଜାମ ଦେଇଦେଲା ପରେ ଆପଣଙ୍କର ଯେତେ ଯାହାକୁ ଡାକିବା କଥା ଡାକି ରୋଷେଇ କରିବେ। ରାସନ ଜିନିଷ ଦେଇଦେବେ ଆଜ୍ଞା ଜାଳ ଏରା ସବୁ ଦେଇଦେବେ। ସଜ ଆମେ ଦେବୁ କଟା କାଟିକି ଧୋଇବୁ ଏରା ସବୁ ଆମର କାମ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ପ୍ରସ୍ତୁତ କରୁଛନ୍ତି ଏ ଆମର ଏ କ୍ଷୀରି ଅନ୍ନ ଆଉ ସବୁ ଖାଦ୍ୟ ପ୍ରସ୍ତୁତ ବର୍ତ୍ତମାନ ଚାଲିଛି। ବନ୍ଧୁମାନେ ଆମର ରୋଷେଇରେ ବ୍ୟସ୍ତ ଅଛନ୍ତି। ହଉ ଆଜ୍ଞା ରହୁଛୁ ଧନ୍ୟବାଦ। ମାଙ୍କୁ ସ୍ୱପ୍ନାହତ ହେଇଥିଲେ ଏଇ ବଟ ମହାପୁରୁଷ। ମାଙ୍କ ସ୍ୱପ୍ନାହତ ହେଲା ପରେ ଏଇ ଧାମରେ ଲକ୍ଷ୍ମୀନାରାୟଣଙ୍କର ମନ୍ଦିର ସ୍ଥାପନ କରାଗଲା।
ଲକ୍ଷ୍ମୀନାରାୟଣଙ୍କ ମନ୍ଦିର ପରେ କଣ୍ଟେଶ୍ୱରଙ୍କ ମନ୍ଦିର ମଧ୍ୟ। ଲକ୍ଷ୍ମୀନାରାୟଣ ମନ୍ଦିରରେ ଆମେ କିଛି ଜାଣିଲେ ଏହି ଧାମ ବିଷୟରେ। ଆସନ୍ତୁ ଆଜିର ଭିଡ଼ିଓଟିକୁ ଏଇଠି ଆମେ ଶେଷ କରିବା। ଧନ୍ୟବାଦ ଆଜ୍ଞା।